ପାଞ୍ଚଗଡ଼ ସାମ୍ବାଦିକ ସଂଘ ବଅଁରପାଳର ଗଣେଶ ବଜାର ସ୍ଥିତ ସାମଲ ମାର୍କେଟ କମ୍ପ୍ଲେକ୍ସର କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ମାରୁତି ଓଡ଼ିଶା ମହାପ୍ରବାଦଙ୍କ ବିଷ୍ଣୁଚରଣ ପ୍ରଧାନ, ସମାଜସେବୀ ବିପ୍ଳବ ଜେନା, ଯୁବନେତା ପ୍ରକାଶ ସିଂ, ବୁଢ଼ାବଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ କାଳିଆ ଦେହୁରୀ ଏବଂ ଢେଙ୍କାନାଳର ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରତିନିଧି ପ୍ରଫୁଲ୍ଲ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ପାଞ୍ଚଗଡ଼ର ବହୁ ବରିଷ୍ଠ ନାଗରିକ, ସମାଜସେବୀ ଓ ବୁଦ୍ଧିଜୀବୀ ପହଞ୍ଚି କାର୍ଯ୍ୟକ୍ରମକୁ ପ୍ରଶଂସିତ କରିଥିଲେ। ଏହି ଅବସରରେ ସଂଘ ସମ୍ବାଦ ସରବରାହ କ୍ଷେତ୍ରରେ ନିରନ୍ତର ପ୍ରୟାସ ଜାରି ରଖିବା ସହ ଅଞ୍ଚଳରେ କେହି ବ୍ୟକ୍ତି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତୁ, ଶୋଷଣର ଶିକାର ନ ହୁଅନ୍ତୁ ବୋଲି ସଂଘ ବଦ୍ଧପରିକର ଥିବା ପ୍ରକାଶ କରିଛି। ତେବେ ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାୟକ, ସମାଜସେବୀ ଚିନ୍ମୟ ଦାସ, ଏଡିଜେ ସଭାପତି ଅଜିତ କୁମାର ଧର, ପ୍ରାକ୍ତନ ବିଧାୟକ ରଜନୀକାନ୍ତ ସିଂଙ୍କ ପୁତ୍ର ଅରୁଣାବା ସିଂ, ସୁଭାଷ ଜେନା ପ୍ରମୁଖ ପହଞ୍ଚି ବିଭିନ୍ନ ବିଷୟରେ ସାଂଗଠନିକ ଦିଗ୍ଦର୍ଶନ ଦେଇଥିଲେ। ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ବୃକ୍ଷରୋପଣ, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା ଉପରେ ବ୍ୟାପକ ସଚେତନତା କରାଯିବ ବୋଲି ବିଧିବଦ୍ଧ ପ୍ରକାଶ ପାଇଛି। ପାଞ୍ଚଗଡ଼ର ଆଜି ସାମ୍ବାଦିକ ସଂଘ ତରଫରୁ ନୂତନ ଗୃହର ଆଜି ଶୁଭାରମ୍ଭ। ଏ ନୂତନ ଗୃହରେ ଶୁଭାରମ୍ଭରେ ଉପସ୍ଥିତ ଆମର ସମସ୍ତ ଆମର ସଭାପତି, ଉପସଭାପତି, ସମ୍ପାଦକ, ଆମର ଉପଦେଷ୍ଟା, ସମସ୍ତ ସାମ୍ବାଦିକ ଭାଇମାନେ ଏବଂ ଏ ଅଞ୍ଚଳର ପାଞ୍ଚଗଡ଼ ଅଞ୍ଚଳର ମାନ୍ୟଗଣ୍ୟ ସମସ୍ତ ମୋର ଗୁରୁଜନ ବନ୍ଧୁଗଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ମଧ୍ୟ। ଯେ ପାଞ୍ଚଗଡ଼ ଭଳିଆ ଜାଗା, ଓଡ଼ିଶାର ଇଏ ଗୋଟେ ମଝି ଜାଗା। ପାଞ୍ଚଗଡ଼ ବଅଁରପାଳ ଛକ କହିଲେ ଓଡ଼ିଶାର ଗୋଟେ ମଝି ଜାଗା, ତେଣୁ ୟାର ବିକାଶ ନିହାତି ଦରକାର। ତେଣୁ ଇଏ ଗୋଟେ ସାମ୍ବାଦିକ ସଂଘଙ୍କର ଆଜି ଯେଉଁ ଗୃହ ପ୍ରବେଶ ଆଜି ଗୋଟେ ନିହାତି ଆମ ସମସ୍ତଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଥିଲା। ଆଜି ମୁଁ ବିଧାୟକ ହେଲା ପରେ ଏ ବିଷୟରେ ମଧ୍ୟ ସାମ୍ବାଦିକ ଭାଇମାନଙ୍କ ସାଙ୍ଗରେ କଥା ହେଇଥିଲି ଏବଂ ଏ କାର୍ଯ୍ୟକ୍ରମଟି କରିବା ପାଇଁ ସେ ପ୍ରଥମରୁ ମୋତେ କହିଥିଲେ। ମୁଁ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲି ଏବଂ ଆମ ଅଞ୍ଚଳ ତରଫରୁ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଉଛି ଯେ ସାମ୍ବାଦିକ ଭାଇମାନଙ୍କୁ ନ ନେଇ କୌଣସି କାର୍ଯ୍ୟକ୍ରମ ହୋଇପାରିବନି। ଯଦି ଅଞ୍ଚଳର ବିକାଶ ହେବ ବା ଉନ୍ନତି ହେବ, ଏ ସାମ୍ବାଦିକ ଭାଇମାନଙ୍କ ଯୋଗୁଁ ହେବ। ଆଜି ଆମେ ବହୁତ ପଛରେ ପଡ଼ିଛେ। ଆମ ଅଞ୍ଚଳରେ ଏତେ ଇଣ୍ଡଷ୍ଟ୍ରି, ଏଠି ନାଲକୋ, ଏଠି ଟାଟା, ଏଠି ରୁଙ୍ଗଟା, ଏଠି ତାଲଚେରର ଏ ମଝି ଜାଗା ଦେଇ ସବୁ ଗାଡ଼ି ମଟର ଯାଉଛି। ଆମେ ୟାଦ୍ୱାରା ବହୁତ ସମୟରେ ଆମ ପରିବାରଜନକୁ ମଧ୍ୟ ହରେଇଛେ ଏଇଠି ଆକ୍ସିଡେଣ୍ଟ ଯୋଗୁଁ। ଅନୁଗୁଳରୁ ଲଲାଟେନ୍ଦୁ ନାୟକ ରିପୋର୍ଟ, A1 ଓଡ଼ିଶା।